ଦେଖନ୍ତୁ ବିରୋଧୀ ଦଳ ଆଜିକି 16 ତାରିଖ ପାଖରୁ ଯେଉଁ ଗୃହରେ ହଟ୍ଟଗୋଳ କରୁଛନ୍ତି, ଗୃହ ଚଳାଇବା ପାଇଁ ଇଣ୍ଟେନସନ୍ ଦେଉନାହାନ୍ତି, ବାସ୍ତବରେ ସେମାନେ ଚାହୁଁଛନ୍ତି କ'ଣ? ତାଙ୍କ ନିଜ ଦଳର ଯେଉଁ ଗୋଷ୍ଠୀ କନ୍ଦଳ ଚାଲିଛି, ନିଜ ଦଳରେ ଯେଉଁମାନେ ଭାବରେ ବିରୋଧ ଭାବ ଦିଭାଗ ହୋଇଗଲାଣି ଦଳ, ୟାକୁ ଲୁଚିବା ପାଇଁ ଏବଂ ଯେଉଁ ବିଜୁ ନବୀନ ଇନ୍ସପିରେସନ୍ ଫାଉଣ୍ଡେସନ୍ ଟ୍ରଷ୍ଟ ଯେଉଁ ଦିଲ୍ଲୀରେ ହେଇଛି ତାକୁ ଲୁଚିବା ପାଇଁ ଇଏ ନାଟକବାଜି କରୁଛନ୍ତି। ଏସିପରେ ଯେଉଁ ମାନେ ଦୁର୍ଘଟଣା ଘଟିଲା ସେଥିପାଇଁ ସରକାର ସମ୍ବେଦନଶୀଳ ଅଛନ୍ତି ଏବଂ ତୁରନ୍ତ ମୁଖ୍ୟମନ୍ତ୍ରୀ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତା ପାଇଁ ଯାହା କାର୍ଯ୍ୟାନୁଷ୍ଠାନ କରିବା କଥା ଦୁଇଟି କମିଟି କରି ମୃତକଙ୍କ ପରିବାରକୁ ଯାହା ସହାୟତା ଦେବା କଥା ଏବଂ ସ୍ଥାନାନ୍ତର କଥା ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ରାଜ୍ୟ ସରକାର ତୁରନ୍ତ ବେଗରେ ନେଇଛନ୍ତି। କିନ୍ତୁ ଏମାନେ ଯେଉଁଭଳି ଭାବରେ ବିଧାନସଭାରେ ନାଟକବାଜି କରୁଛନ୍ତି, ଆଲୋଚନା କରୁନାହାନ୍ତି, ଆଲୋଚନା କଲେ ତ ତାର ସମାଧାନ ବାହାରିବ। ଇଏ କୋଉଠି ନା କୋଉଠି ନିଶ୍ଚିତ ଭାବରେ ମୃତକ ପରିବାରକୁ ଏବଂ ମୃତ ବ୍ୟକ୍ତିଙ୍କୁ ଏମାନେ ଉପହାସ କରୁଛନ୍ତି ଏବଂ ତାଙ୍କ ତଦନ୍ତରେ ଏମାନେ ବାଧା ସୃଷ୍ଟି କରୁଛନ୍ତି। ବାସ୍ତବରେ ଏ ଯେଉଁ ରାଜ୍ୟସଭା ନିର୍ବାଚନରେ ତାଙ୍କର ଯେଉଁ ପରାଜୟ ହେଇଛି ଏବଂ ତାଙ୍କ ଦଳ ତରଫରୁ ଯେଭଳି ଭାବରେ ତାଙ୍କ ସଭାପତିମାନଙ୍କୁ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କଥାକୁ ଏବଂ କଂଗ୍ରେସର ସଭାପତି ଭକ୍ତ ଦାସ କଥାକୁ ଫୁ କରି ଯେଭଳି ଭାବରେ ତାଙ୍କ ଦୁଇ ସଭାପତିଙ୍କ ଗାଲରେ ଚୂନ କଳା ତାଙ୍କ ବିଧାୟକମାନେ ମାରି କ୍ରସ୍ ଭୋଟିଂ କରିଛନ୍ତି, ନିଶ୍ଚିତ ଭାବରେ ସେ କଥାକୁ ଲୁଚେଇବା ପାଇଁ ସେମାନେ ଏଭଳି ନାଟକବାଜି କରୁଛନ୍ତି।